ଭାବିବା ସବୁ ଯାକ କଥାକୁ ଭାବୁଛନ୍ତି। କ'ଣ ଭାବୁଛୁ ପଚାରନ୍ତି? ସଂସାର ଭିତରେ ଦୁଇଟା ରାସ୍ତା ଅଛି। ଗୋଟିଏ ହେଲା ବିଷୟ ଭାବ, ବିଷାକ୍ତ ମନ ହେଇଯିବ। ଅମୃତ ଭାବିଲେ ଅମୃତ ମନ ହେଇଯିବ। କିନ୍ତୁ ଭଗବାନଙ୍କ ପାଖରେ ମନଟା ରହିବା ଦରକାର। ଆଉ ତାଙ୍କୁ ଯେଉଁ ଭାବରେ ତୁମେ ପାଇବ ଜାଣିବ, ସେ ଭାବରେ ଦର୍ଶନ ଦେବେ। ଗୋଟେ ଘଞ୍ଚ ଜଙ୍ଗଲରେ ଜଣେ ଶବର, ତାର କ'ଣ ମାଂସାହାର କରିବା ଶବରର କର୍ତ୍ତବ୍ୟ। ସକାଳୁ ଉଠିଲେ ସେ ସ୍ୱୀକାର କରିଯିବ ତା ଜୀବନ ଜନ୍ମ ବ୍ୟାଧ ଜନ୍ମ ଜଙ୍ଗଲ ଜନ୍ତୁ ମଧ୍ୟରେ ଆଣିବ, ପରିବେଶ ତାକୁ କାଟିବ, ଖାଇବ। ଭଗବାନ ତୁ କ'ଣ ଖାଉଛୁ ଦେଖନ୍ତନି, କ'ଣ ପିନ୍ଧୁଛୁ ଦେଖନ୍ତନି, କି ଗୋରା ଦେଖନ୍ତନି, କଳା ଦେଖନ୍ତନି। ଉପରଟା ଗୋରା ଥିବ, ଭିତରଟା ଯଦି କଳା, ସେ ସବୁ ଜାଗାରେ ବିଷାକ୍ତ। ଉପରଟା ଯଦି କଳା ଥିବ, ଭିତରଟା ଯଦି ଗୋରା, ଭଗବାନ ସେ ଆପଣା କରିନେବେ। ଚର୍ମକୁ ଦେଖନ୍ତି, ଭଗବାନ ଦେଖନ୍ତି ଗୋଟେ ମନ। ଶବରର ମନ କ'ଣ ନା ଜୀବଜନ୍ତୁ ମାରିବା, ଆଣିବା, ଖାଇବା। ଏମିତି ହଉ ଭଗବାନ ତା ଗୋଟେ କୃପା କଲେ। କ'ଣ ନା ବିଚରା ବହୁତ ପାପ କଲାଣି, ପୂର୍ବଜନ୍ମର ସଂସ୍କାର ତାକୁ ଆସି ପଡ଼ିଲା। ଆମେ ଦେଖିବାକୁ ଗଲେ ମହାପ୍ରସାଦ ଯଦି ଶବର ନ ବନେଇବେ ଆମେ କେହି ଖାଇବାନି। ସୁଆର ବିଦ୍ୟାପତିଙ୍କର ଦୁଇଟା ସ୍ତ୍ରୀ ଥିଲେ, ଗୋଟେ ଲଳିତା ଆଉ ଗୋଟେ ମନେ ପଡ଼ୁନି ବ୍ରାହ୍ମଣୀ ସ୍ତ୍ରୀ, ଗୋଟେ ଶବର ସ୍ତ୍ରୀ, ବ୍ରାହ୍ମଣ ସ୍ତ୍ରୀ। ଦୁଇ ଜଣ ଯାହାର ଯିଏ ଜନ୍ମ ହେଲେ ବ୍ରାହ୍ମଣ କନ୍ୟା ପୁତ୍ର ରୂପରେ, ସେମାନେ ପଣ୍ଡାର ରୂପରେ ସେବା କଲେ। ଏବଂ ଶବର ଭିତରେ ଯିଏ ଜନ୍ମ ହେଲେ ସେମାନେ ସୁଆର ହେଲେ, ମହାପ୍ରଭୁଙ୍କର ଅନ୍ତରଙ୍ଗ ସେବା କଲେ। ତେଣୁ ସେମାନଙ୍କର 11 ମାସ ଯଦି ସେବା ହୁଏ, ବ୍ରାହ୍ମଣମାନଙ୍କର ଯଦି 11 ମାସ ହୁଏ, ଶବରଙ୍କର କେତେଦିନ, ମାସେ ପର୍ଯ୍ୟନ୍ତ ସିଏ ସ୍ନାନ ପୂର୍ଣ୍ଣିମାଠୁ ପୁଣି ମହାପ୍ରଭୁ ଲୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେଇ ଠାକୁରଙ୍କ ସେବା କରିବେ। କାରଣ ଏଇଟା ହେଉଛି ତାଙ୍କର ନୀତିଦିନିଆ କଥା। ପ୍ରତ୍ୟେକ ବର୍ଷ ରଥଯାତ୍ରା ହୁଏ। କାହିଁକି ନା ତାଙ୍କ ଅନ୍ତରଙ୍ଗ। ତେଣୁ ବ୍ୟାଧ ହେଲେ ବି ସେ କ'ଣ ଜାଣିଥିଲା ଭଗବାନଙ୍କର ପାଦ ବୋଲି, କିନ୍ତୁ ଟାଣିକି ମାରିଦେଲା। ଭଗବାନ କହିଲେ ତୁ ବୈକୁଣ୍ଠପୁର ଯା। ନା ମୁଁ ଆପଣଙ୍କୁ ମାରିଲି, ମୋତେ ବୈକୁଣ୍ଠପୁର ପଠେଇଲେ। ନା ଭଗବାନ ମାରିବାର ନାହିଁ, ତୋ ହାତରେ ମୁଁ ଯିବି ଅର ଭାଇ, ମୋର ବି ଏଇଟା ଇଚ୍ଛା ହେଲା। ତୁ ମୋତେ ମାରିବୁ, ତୁ ଆସିବୁ, କାହିଁକିନା ଇଏ ତୋର ମୁଁ କହିଥିଲି, ରାମ ଅବତାରରେ କହିଥିଲି କ'ଣ ନା ତୋ ବାପାକୁ ମୁଁ ଯେତେବେଳେ ବାଳିକୁ ମୁଁ ମାରିଲି, ବାଳି କ'ଣ ହେଲା, ଯିଏ ଅପରାଧ କର୍ମ କଲା, ନିଜର ସାନ ବୋଉ ପ୍ରତି କୁଦୃଷ୍ଟି ଦେଲା, ଏଇ ଅପରାଧ ଅନେକ ପ୍ରକାର କରିବା ଭିତରେ ବାଳିକୁ ମୁଁ ମାରିଥିଲି। କିନ୍ତୁ ବାଳିର ଗୋଟିଏ ମନ ଥିଲା ଯେ ମୋତେ ଲୁଚିକି ଆପଣ ମାରିଲେ, ଏଇଟା ମୋର ଭିତରେ ରହିଗଲା। ନା ତୋ ମନର କଥା କ'ଣ ନା ମୋତେ ଲୁଚିକି ମାରିଲେ ଆପଣ, ଯଦି ଆଗରେ ମାରିଥାନ୍ତେ ମୁଁ ଦୁଃଖ କରନ୍ତିନି, ନହେଲେ ତୁ ନହେଲେ ଲୁଚି ମାରୁ, ନହେଲେ ତୋର ବଂଶରେ କିଏ ମୋତେ ଲୁଚିକି ମାରିବ, ଚିନ୍ତା ନାହିଁ। ମାନେ ଯିଏ ଯାହା କରେ ଭଗବାନ ସେଇଟା କରାନ୍ତି। ଆମେ ଜାଣିଛେ ରାମାୟଣ ସବୁ। କିନ୍ତୁ ଶବର କୂଳରେ ଏ ବିଚରା ସବୁଦିନ ଜୀବବଦ୍ଧ କରେ, ଆଣି ଘରେ ଖାଏ। ଦିନ ଗଲା, ରାତି ଗଲା, 24 ଘଣ୍ଟା। ଭଗବାନ ତା ଗୋଟେ କୃପା କଲେ। ଜଣେ ଜଙ୍ଗଲରେ ଜଣେ ସନ୍ଥ ମହାତ୍ମା ବସିଛନ୍ତି, ଧ୍ୟାନସ୍ଥ ବସିଛନ୍ତି। ଶବ ଯାଇକି ସେଠି ପହଞ୍ଚିଲା, ପାଣି ପିଅ, ଶୋଷ ଲାଗିଲାଣି, ଜଙ୍ଗଲରେ କିଛି ନାହିଁ। ଦେଖିଲା ସନ୍ଥ ମହାତ୍ମାଙ୍କୁ ନ ପଚାରି ଦେଖିଲା ଗୋଟେ ସୁରେଇରେ କଳସରେ ପାଣି ଅଛି, ପ୍ରବଳ ଶୋଷ, ପିଇଦେଲା। ସନ୍ଥ ହୃଦୟ ନବନୀତ ସମାନ, ସାଧୁଙ୍କ ହୃଦୟ ହେଉଛି କୋମଳ, ଲହୁଣୀ ଠାରୁ ଆହୁରି କୋମଳ। ହଉ ପିଇଲେ ତ ପିଇଲା, ହଉ। ସେ କହିଲା ମହାରାଜ ଆପଣଙ୍କୁ ନ ଜାଣିକି ମୁଁ ଜଳ ପିଇଦେଲି। ନାହିଁ, କିଛି ନାହିଁ, ଜ୍ଞାନ ଥିଲା। ଭଗବାନ ରାମଚନ୍ଦ୍ର ଆସିଲେ ବି, ରାମ ଲକ୍ଷ୍ମଣ ଯାଇଥିଲେ, ବିଶ୍ୱାମିତ୍ରକୁ କହିଲେ ପ୍ରଭୁ ଗୁରୁ ପୂଜା କରିବୁ, ଫୁଲ ଆଣିବାକୁ ଯାଇଛୁ। ମାନେ ବଗିଚା ତିଆରି କରୁଛନ୍ତି। ସେ ବଗିଚା ତୋଳିବା ପାଇଁ ଗଲା ପୂର୍ବରୁ କ'ଣ କହିଲେ, ବଗିଚାର ମାଲିକକୁ ପଚାରିଲେ ତୁମେ ଯଦି ଅନୁମତି ଦିଅ ତେବେ ଫୁଲ ଦିଟା ତୋଳିବୁ।
ବଗିଚା କହିଲା ଏଇଟା ଆପଣଙ୍କର, ଆପଣଙ୍କୁ ମନା କିଏ କରିବ? ଭଗବାନ ରାମ ଫୁଲ ତୋଳି ଆଣିଥିଲେ, କାହିଁକିନା ବିନା ଅନୁମତିରେ କାହାର କିଛି କରିବନି। ଯିଏ ଯାହା ହେଉଛି, ଯାହାର ଆବଶ୍ୟକ ତାଙ୍କୁ ପଚାରିକି ନେବ, ନହେଲେ ଚୋର ସହିତ ସମାନ। ଭଗବାନ ଆମକୁ ଶିକ୍ଷା ଦେଇଛନ୍ତି। ତ ଇଏ ଶୋଷ ତ ଲାଗିଲା, ପିଇ ସାରିଲା ପରେ ଆଜ୍ଞା କ୍ଷମା କରିବି। ହଉ, ଆରେ ଜଳ ତ ଜୀବନ, ତମେ ପିଇଲେ ଅସୁବିଧା କ'ଣ ହେଲା? ଆଉ ଥରେ ଜଳ ଆସିବ। ହେଲେ ମହାରାଜ ତୁମେ ଏଠି ବସିଛ କାହିଁକି? ସିଏ ଆଉ ଝାଡ଼ିନି, ଇଏ ତପସ୍ୟା କରୁଛନ୍ତି, ଧ୍ୟାନ କରୁଛନ୍ତି। ତାଙ୍କ ମନରେ ଆଇଲା, ନା ବସିଛି ମୋ ପ୍ରଭୁଙ୍କୁ ସ୍ମରଣ କରିବି, ନା ମୁଁ ଯେଉଁଥିପାଇଁ କର୍ମ କରିବାକୁ ଆସିଛି ତମେ ମୋତେ ସେ କର୍ମ କିଛି କୋଉଠୁ କ'ଣ ନ ମିଳୁଛି ବୋଲି ତମେ ଏଠି ବସିଛ। ସେ ଦେଖିଲା ଯେ ତମେ କଥା ମନ ମନ କୁହ, ତମେ ଏଠି କାହିଁ ବସିଛ? କିଛି ଖାଇବା ପିଇବା ଉଦ୍ଦେଶ୍ୟରେ ଅଛ? ଭୋକ ଉପାସରେ ବସିଛ? ସେ କହିଲା, ଆରେ ମୁଁ ଯେଉଁ ଭୋକରେ ଅଛି ସେଇ ଭୋକ ତୁ ଦେଇପାରିବୁନି। ନା ମୁଁ କାହିଁକି ଦେଇପାରିବିନି? ମୁଁ ନିଶ୍ଚିତ ଦେବି। ତମେ କୁହ, ମୁଁ ତୁ କ'ଣ ପାଇଁ ଆସିଛୁ? ନା ମୁଁ ମୃଗ ଶିକାର କରିବାକୁ ଆସିଛି। ନା ମୁଁ ଯଦି ମୃଗ ଶିକାର କରିବାକୁ ଆସିଛି, ତମେ କ'ଣ ପାଇଁ ଏଠି ବସିଛ? ନା ମୁଁ ବି ଗୋଟେ ମୃଗ ଶିକାର କରିବା ପାଇଁ ବସିଛି। କିଏ କହିଲେ? ସାଧୁ ମହାତ୍ମା କହିଲେ ସ୍ୱୀକାର କରୁଛୁ କିନ୍ତୁ ଯାଇପାରୁନ? ନା ବାର୍ଦ୍ଧକ୍ୟ ତୁମେ ଆଉ ଚାଲିପାରୁନି, ଏଇଠି ବସିଲେ ସେ ମୃଗ ଆସିବ। ନା ନା, ତୁମେ ବହୁତ ଦିନ ହେଲାଣି ବସିଲଣି, ଗୋଟେ କାମ କରିବି, ତମେ କେଉଁ ମୃଗ କୁହ, ସେ ମୃଗକୁ ମୁଁ ଆଣି ତମକୁ ଦେବି। ନା ତୁ ଏତେ ସହଜରେ ଆଣିପାରିବୁନି, ମୁଁ ଯେଉଁ ମୃଗ ଖୋଜୁଛି ତୁ ସେ ମୃଗ ପାଇବୁନି। ନା କେଉଁ ମୃଗ ନାଁ ଡାକ? ମୁଁ ଖୋଜୁଛି କୃଷ୍ଣ ମୃଗ, ତୁ ଆଣିପାରିବୁ? ନା ତା ପତାବତା, ନା ସେ କୃଷ୍ଣ ମୃଗ ଏତେ ନାହିଁ। ସେ ରୂପ କେମିତି? ନା ସେ ରୂପ ହେଉଛି ତାର ସେ ଦୁଇଟା ଗୋଡ଼ରେ ଚାଲୁଛି। ଭଗବାନଙ୍କର ସ୍ୱରୂପଟାକୁ ବ୍ୟାଧ ମୂର୍ଖ, ପାଠ ପଢ଼ୁନି ନା କିଛି ନାହିଁ, ତାକୁ ବତେଇଦେଲି। କି ମୃଗ? ନା ସେ ଦୁଇଟା ପାଦରେ ଚାଲୁଛି, ଆଉ ଦୁଇଟା ହାତରେ ବଂଶୀ ଧରିଛି। ନା ଏଭଳିଆ ମୃଗ ଅଛି? ନା ହଁ। ଆଉ ମସ୍ତକରେ ସୁନ୍ଦର ମକୁଟ ପିନ୍ଧିଛନ୍ତି, ଗଳାରେ ମୋତିମାଳ ପିନ୍ଧିଛନ୍ତି, ସୁନ୍ଦର ହାସ୍ୟ ଏବଂ ଉଚ୍ଚା କପାଳ ଏବଂ ମୃଗଚାରୁ ଚନ୍ଦନ ଏବଂ ପାଦରେ ନୂପୁର, ହସ୍ତରେ ବଂଶୀ, କୃଷ୍ଣଙ୍କର ଯାବତୀୟ ରୂପଟାକୁ ବର୍ଣ୍ଣନା କରିକି ବ୍ୟାଧକୁ କହିଲା। ସିଏ ନା ଭଗବାନ ବୋଲି ନାମ ଜପ କରିଛି, ନା ସ୍ମରଣ କରିଛି। ସାଧୁ ଭୋକରେ ଅଛନ୍ତି, ମୁଁ ସେ ମୃଗ ଧରି ଆଣି ତମକୁ ଦେବାକୁ ପଡ଼ିବ। ନା ମନରେ କ'ଣ ରହିଲା? ନା ତୁ ଯଦି ସେ ମୃଗ ଆଣିପାରିବୁ? ଗୋଟେ କଥା, ମୁଁ କେତେ କେତେ ମୃଗ ମାରିଛି, ଇଏ ମୃଗ ଖୋଜି ଖୋଜି ମୁଁ ଆଣିବି, କିନ୍ତୁ ଆଜ୍ଞା ମୁଁ କଥା ଦେଲି, ପ୍ରାଣ ଯାଏ ପର ବଚନ ନ ଯାଏ। କାରଣ ଯିଏ ବଚନ ଦେଇକିରି କାମ ନ କରେ ସେ ପରଜନ୍ମରେ ଗିରଗିଟ ହେଇଯିବ, ମାନେ କୀଟ ହେଇଯିବ। ତେଣୁ ରଘୁକୁଲ ରୀତି ସଦା ଚଲି ଆଇ, ପ୍ରାଣ ଯାଏ ପର ବଚନ ନ ଯାଇ। ଯଦି ବଚନ ଦେଇ ନ ଯାଇପାରିବ, ପୁନର୍ବାର ତାଙ୍କୁ କଥା କହିବ ଯେ ମୁଁ ଏମିତି ଅସୁବିଧାରେ ଅଛି, ଯାଇପାରିଲେ ମୋତେ କ୍ଷମା କରିବ, ତେବେ ତୁମର ସେଇଟା କ୍ଷମା ହେଇଯିବ। ଆଉ ବଚନ ଦେଇଛ, କଥା ଦେଲେ ମନ ଦେଲ, କଥା ଦେଇ ଯଦି ନ ଯିବ ଅପରାଧ ହେବ। ତେଣୁକରି ତା ପୂର୍ବରୁ ଭାବିବ, ଏ ବଚନ ପାଇଁ ଆଜି ଭୀଷ୍ମଙ୍କ ଅବସ୍ଥା ଏୟା, ବଚନ ଦେଲେ ଦଶରଥଙ୍କ ଅବସ୍ଥା ଏୟା। ପିତାମହ ବଚନ ଦେଇଦେଲେ କ'ଣ? ନା ଗୋଟେ କାମ କର, ତୁ ମୋ ଏଇ କୂଳରେ ଯିଏ ରାଜା ହବ ମୁଁ ଦାସ ହେଇ ସେବା କରିବି। ଏ ଦୁର୍ଯ୍ୟୋଧନର ବି କଥା ମାନିଲେ, ଦୁର୍ଯ୍ୟୋଧନକୁ କିଛି କହିଲେନି, ବସ୍ତ୍ର ହରଣ ହେଲେ କିଛି କହିଲେନି, କାହିଁକିନା ତା ଲୁଣ ଖାଇଛନ୍ତି। ଯେମିତି ଲୁଣ ଖାଇଥିବ ତମ ମନ ପବିତ୍ର ସେମିତି ରହିଯିବ। ଦୁଷ୍ଟ ଲୋକ ଘରେ ଯଦି ଖାଇବ ତମ ମନ ପ୍ରାଣ ସେଇଟା ହେଇଯିବ। ଯଦି ସାତ୍ଵିକ ତିନିଟାରୁ ଗୁଣ, ଗୋଟେ ରାଜସିକ ଗୁଣ, ଗୋଟେ ତାମସିକ ଗୁଣ, ଗୋଟେ ସାତ୍ଵିକ ଗୁଣ, ଏ ତିନିଟା ଗୁଣ, ତ୍ରିଗୁଣ ରଜୁ କରେ ଧରି ମୃଗୀ ନଚାଏ ନର ହରି, ଭାଗବତ କହିଲେ। ଏ ତିନିଟା ଗୁଣ ଧରି ଆମ ଭିତରେ ହେଇଛି। ଯେତେବେଳେ ସାତ୍ଵିକ ମନୋବୃତ୍ତି ଆସୁଛି, ଠାକୁରଙ୍କୁ ଛଡ଼ା ଆଉ କିଛି ଭଲ ଲାଗୁନି। ଭାଇ ବନ୍ଧୁ କୁଟୁମ୍ବ ପରିଜନ ସବୁ ବିଷକ୍ତ ହେଇଯାଉଛି, କେବଳ ପ୍ରଭୁ ବଚନରେ ଆସୁଛି। ରାଜତମ ଗୁଣ ଯେତେବେଳେ ଆସୁଛି, କାମ କ୍ରୋଧ ଲୋଭ ମୋହ ଛନ୍ଦ ମାନ ଅଭିମାନ କପଟ ହିଂସା ଦେଶ ଈର୍ଷା ଆସୁଛି, ବାଡ଼ିଆ ବାଡ଼ି ତମସିକ ଗୁଣ ଆଇଲେ ବାଡ଼ିଆ ବାଡ଼ି ମରିଯାଉଛି। ତେଣୁକରି ୟାକୁ କିଏ ଚଳୁଛନ୍ତି? ମୃଗୀ। ଆମେ ସମସ୍ତେ ଗୋଟେ ଗୋଟେ ମୃଗୀ। ଏ ନଚଉଛନ୍ତି। ସିଏ କେମିତି ନଚଉଛନ୍ତି? ନା ଯେତେବେଳେ ଯେଉଁ ଗୁଣ ଦିଅନ୍ତି ସିଏ କେତେବେଳେ ଗୁଣ ଦେବେ, ଆମେ ଯେମିତି ସଂସ୍କାରିତ ହେବା ଆମକୁ ଗୁଣ ଗୁଡ଼ା ମଧ୍ୟ ସେମିତି ଆମକୁ ଆସିବ। ଆମର ଭୋଜନ ଯେମିତି ହେବ ଆମର ଗୁଣ କ୍ରିୟା ମଧ୍ୟ ସେଭଳିଆ ହେବ। ତେଣୁ ଭୋଜନଟା କ'ଣ କଲେ? ପିତାମହ ଭୀଷ୍ମ ଯେତେବେଳେ ସରଶଯ୍ୟାରେ ପଡ଼ିଛନ୍ତି,
ଯୁଧିଷ୍ଠିର ମହାରାଜଙ୍କୁ ଉତ୍ତମ ଜ୍ଞାନ ପ୍ରଦାନ କରୁଛନ୍ତି। ପର ସ୍ତ୍ରୀ କି ଭଉଣୀ ଭଳି ଦେଖିବ, ପର ସ୍ତ୍ରୀ ହରଣ ହେଲାବେଳେ ତୁମେ ସେଠି ରହିବନି, ଅମକ କରିବନି, ସମ କରିବନି। ଏ ସମୟରେ ଦ୍ରୌପଦୀ ହସିଦେଲେ। ସେଠୁ ପିତାମହ ଭୀଷ୍ମ କହିଲେ, ମା ତୁ କାହିଁ ହସିଲୁ? ନା ନାଇଁ ହସିଦେଲି ଟିକେ, କ୍ଷମା କରିବେ, ହସ ପଳେଇଲା, ହସିଦେଲି। ସବୁ ମହାଭାରତ ଯୁଦ୍ଧ ସରିଯାଇଛି, ସବୁ ସେ ଜଣେ ମରିଗଲେଣି। ତାପରେ ତ ଭୀଷ୍ମ ଯିବେ, ଦେହ ଛାଡ଼ିବେ। କ'ଣ ନା ହସିଲି କାହିଁକି? ଯେ ଆପଣ ଯେଉଁ କହିଲି ଯେଉଁ ଏହା କରିବାକୁ, ହେଲେ ମୁଁ ଯେତେବେଳେ ବସ୍ତ୍ରହରଣ କରୁଥିଲେ ଦୁଶାସନ, ସେ ସମୟରେ ଆପଣ କେମିତି ନୀରବ ହସିଲେ? କହିଲେ ଠିକ୍ ତୁ ଧରିଛୁ। କାହିଁକି କହିଲୁ ମା? ଏ ଯେଉଁ ଦୁଷ୍ଟମାନଙ୍କ ପାଖରେ ରହିକିରି ମୁଁ ଲୁଣ ଖାଇଲି, ମୋ ମତି ଭ୍ରମ ହେଇଗଲା। ଆଉ ଆମେ କେତେ ଯେମିତିଆ ଲୁଣ ଖାଇବ ସେମିତିଆ ଗୁଣ ହେବ। ତେଣୁକରି ସାତ୍ଵିକ ମନୋବୃତ୍ତି, ରାଜସିକ ମନୋବୃତ୍ତି, ତାମସିକ ମନୋବୃତ୍ତି, ତିନିଟା ମନୋବୃତ୍ତିରେ ଆମର ଏ ସୃଷ୍ଟି ଚାଲିଛି। ତ ମନ ଭିତରେ ଆସିଲା କ'ଣ ନା ସାଧୁଙ୍କର ମନ୍ତ୍ରଭୂତ ଜଳ ପିଇଦେଲା ପରେ ତା ଭିତରେ ସୃଷ୍ଟି ହେଇଗଲା ଯେ ତୁମେ ଯେଉଁ ମୃଗ କହିବ ମୁଁ ସେ ମୃଗ ଆଣିବାକୁ ଯିବି। ମୁଁ ବଚନ ଦେଲି। ବଚନ ଦେଲା କିଏ? ବ୍ୟାଧ ବଚନ ଦେଲା, ଗଲା ଖୋଜିଲା, ଆଉ କହିଲା କେମିତିଆ ତମ ପାଦରେ ନୁପୁର ଅଛି, ହେ କୃଷ୍ଣ ମୃଗ ମୋତେ ଦେଖାଦିଅ। ମୁଁ ବାବାଜୀ ଜଣଙ୍କୁ କହିକି ଆଇଛି, ତାଙ୍କ ପାଖରେ ଯଦି ନ ଦେବି ମୁଁ ଅପରାଧ ହେବି। ତମେ ଯାହା ହେଲେ ସେ ବିଚରା ଭୋକରେ ନ ଖାଇ ନ ପିଇକି ଅଛନ୍ତି, ତମେ ମୋତେ ଦେଖାଦିଅ। 3 ଦିନ ଗଲା, ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା, 4 ଦିନ ପର୍ଯ୍ୟନ୍ତ ମୃଗ ଖୋଜି ଖୋଜି ଭଗବାନ ଦେଖିଲେ ଯେ ବିଚରା କୌଣସି ହେଲେ ମଧ୍ୟ ଟିକେ ସତ୍ସଙ୍ଗ କରିଛି, ସାଧୁଙ୍କୁ ଦର୍ଶନ କରିଛି। ଯଦି ମୁଁ ତାକୁ ନ ଦର୍ଶନ ଦେବି, ତା ହାବୁଡ଼େ ନ ପଡ଼ିବି, ତେବେ ବିଚରା ମରିଯିବ ନ ଖାଇ ପିଇକିରି। ଭଗବାନ ଆଉ ଖାଇଲେନି। କହିଲା ମୁଁ ଯେତେବେଳେ ପର୍ଯ୍ୟନ୍ତ ସାଧୁଙ୍କ ପାଇଁ କୃଷ୍ଣ ମୃଗ ନ ନେଇଛି ସେତେବେଳେ ପର୍ଯ୍ୟନ୍ତ ମୁଁ ଜଳ ସ୍ପର୍ଶ କରିବି ନାହିଁ। ଏଠି କ'ଣ ନା ନିଷ୍ଠାଟା ଆସିଲା। ଭଜନର ଭାବ ଶୁଣଗୋରାଇ, ଭଜନର ଭାବ ଶୁଣଗୋରାଇ, ପାପ ଅବିଦ୍ୟାକୁ ଦୂର କରେଇ। ପାପ ଯେତେବେଳେ ହୁଏ ହତ, କୃଷ୍ଣଙ୍କ ଠାରେ ନିଷ୍ଠା ହୁଏ ଜାତ। ନିଷ୍ଠା ହେଲେ ଜାତ, ଭାବଗ୍ରାହୀ ନାମ ଭୁବନ ଚର୍ଚ୍ଚିତ। ତମେ ଭଜନଟିକୁ ଗାଇବ, ପ୍ରଭୁ ପ୍ରେମରେ କୀର୍ତ୍ତନ କରିବ, ତାଙ୍କ ପାଖରେ ଭାବ ମନୋବୃତ୍ତିରେ କି ଧୀର ସ୍ଥିର ହେଇକି ଯଦି ଗାଇବ, ସେ ଶୁଣିବେ। ତମେ କ'ଣ କରିବ? ଗାଈ ଉଡ଼େଇଲା ବେଳେ ଯଦି ଗାଇବ, ସେ ଗାଈ ଉଡ଼େଇଲା ବେଳେ ତମ କଥା ଶୁଣିବେ। ତମ ମନଟା ଯେମିତି ଥିବ ସେମିତି ଭାବ ଆସିବନି। ତେଣୁକରି ଭଜନଟା ଗାଇବ, ମୋ ପ୍ରଭୁ ଶୁଣନ୍ତୁ। ଜଗତ ଶୁଣିବା ପାଇଁ ମୁଁ ଗାଇଲି। ଜଗତ କ'ଣ ଭଜନର ଭାବ ଶୁଣିବ? ବିଷୟାତ ପ୍ରବଳ, ରାତି ପାଇଲେ ତ ବିଷାକ୍ତ। କିନ୍ତୁ କେବଳ ବିଷ୍ଣୁଙ୍କର ପରମ ଭକ୍ତ ଭଜନ ଭାବ ଶୁଣିବ। ଆଜିକାଲି ଯାହା ଭଜନ ତ ଗାଉଛନ୍ତି ଶୁଣୁଛି। ତ ଭଗବାନଙ୍କ ଭାବରେ ତନ୍ମୟ ହେଇଗଲା କିଏ? ଶବର। ସେ ଆଉ ଭଗବାନ ବୋଲି ଭାବିନି, ସାଧୁଙ୍କୁ ଭୋଜନ ଦେବି। ଭଗବାନ କହିଛନ୍ତି ତୁମେ କାହାକୁ ନ ଦିଅ, ଯଦି ସାଧୁ ତମ ଘରେ ପ୍ରସାଦ ସେବନ କଲେ, ମୁଁ ସେତେବେଳେ ଯାଇ ପ୍ରସାଦ ସେବନ କଲି। ତ ଭୋକ ରହିଛନ୍ତି, ମନରେ କ'ଣ ଅଛି? ଇଏ ମୁଁ ଯେଉଁ ଶିକାର କରିବା ପାଇଁ ଆସିଛି ଜଙ୍ଗଲକୁ, ଇଏ ବି ସେ ଶିକାର ପାଇଁ ବସିଛି ନା, ଆଉ ନହେଲେ ବୁଢ଼ା ଲୋକ ଆସିପାରୁନି। ଚାଲ ଖୋଜି ଖୋଜି 3 ଦିନ 4 ଦିନ 5 ଦିନ ବିତିଗଲା ପରେ ଗୋଟେ ଜାଗାରେ ହାଲିଆ ହେଇକି ବିଚରା ଶୋଇଛି। ପ୍ରଭୁ କ'ଣ କଲେ? କହିଲା ଏ ବାପା, ମୁଁ ତୋତେ ଆଉ ଗୋଡ଼େଇ ପାରୁନି। ଯାଇତେ ମୃଗ ହେଲେ ଗୋଡ଼େଇ ଦେଇଥାନ୍ତି। କେଉଁ କୃଷ୍ଣ ମୃଗ ମୁଁ ତ ଜୀବନରେ କେବେ ଦେଖିନି। ତୁ ନିଜେ ଯଦି ଧରା ଦେବୁ ଦେ, ନହେଲେ ମୁଁ ଏଇଠି ଆଉ ଯିବିନି। ଏଇଟା ମୁଁ ମଲି କହି ଗୋଟେ ଗଛ ପାଖରେ ଆଉଛି କି ପଡ଼ିଯାଇଛନ୍ତି। ଏ ସମୟରେ ଖଟଖଟ ଗୋଟେ ଆବାଜ ହେଲା। ଖଟଖଟ ଯେମିତି ଆଇଲା, ମାନେ 8-10 ବର୍ଷ ଛୁଆ ହେଇକି ସେ ବଂଶୀ ବଜେଇଲେ। କହିଲେ ବଂଶୀ ବଜେଇବାକୁ ତ ବାବାଜୀ କହିଛି, ବଂଶୀ ବଜେଇ ଦିଏ। ବଂଶୀ ବଜେଇଲା ବେଳକୁ ଦେଖିଦେଲେ। ଦେଖ, ଟିକିଏ ସାଧୁ ସଙ୍ଗରେ ଡାଇରେକ୍ଟଲି କୃଷ୍ଣଙ୍କୁ ପ୍ରାପ୍ତ ହେଇଗଲେ। ଏତେ ସେ ଯେଉଁ ବାବା କହିଥିଲେ ଯେ ମୁଖରେ ଏଇ ସ୍ମିତ ହାସ୍ୟ ଥିବ, ଗୁଚ୍ଛ କେଶ, ସୁନ୍ଦର ମୟୂର ମୁକୁଟ ପିନ୍ଧିବେ। ମୟୂର ଦେଖିଛି, ତାର ଅଳକାବଳି, କପାଳ ସୁନ୍ଦର, ଓଷ୍ଠ ସୁନ୍ଦର, ନାସା ସୁନ୍ଦର, ପାଦ ସୁନ୍ଦର, ନୂପୁର ପିନ୍ଧୁଛନ୍ତି, ପୀତବସ୍ତ୍ର ଧରିଛନ୍ତି, ବନମାଳି ପକେଇଛନ୍ତି। ଇଏ ତ କହିଲା, ଆରେ ବାବାଜୀ ତ ଇୟାକୁ କହିଛି ଆଉ, ଏଇ ମୃଗ। ମୃଗ କହିକି ଯେତେବେଳେ ଉଠି ପଡ଼ିଲା ବେଳକୁ ସିଏ କ'ଣ କଲେ? ଟିକେ ଦୌଡ଼ି ପଳେଇଲେ। କହିଲା ତୁ ଯେତେ ଦୌଡ଼ି ମୋତେ ଧରା ପଡ଼ିଛୁ,
ତତେ ଆଜି ନେଇ ବାବାଜୀ କି ଦେଇ ଏଇ ତ କୃଷ୍ଣମୃଗ ଆଉ ମାନେ କଲରଟା କେମିତି ହେବ ନା ଏଇଭଳିଆ କଲର ଥିବ। ଏଇ ନୀଳ ଆକାଶ ଦେଖୁଛୁ ସେ ଆକାଶ କଲର ସେଇ ତ ଆକାଶ କଲର ଏଇ ତ କୃଷ୍ଣମୃଗ ହେଇଥିବ। ଆଚ୍ଛା ଏଠି ଭଲ ପାଇବାଟା କ'ଣ ମାନେ କ୍ଷଣେ ମୁହୂର୍ତ୍ତେ ସାଧୁ ସଙ୍ଗରେ ସିଏ ବ୍ୟାଧ ଜାଣିପାରିଲାନି ଇଏ ଭଗବାନଙ୍କୁ ଧ୍ୟାନ କରୁଛି ବାବାଜୀ ତପସ୍ୟା କରି ପାଇଲେନି କିନ୍ତୁ ବ୍ୟାଧ ହାତରେ ଦୌଡ଼ି ଗଲେ କହିଲେ ବାପା ତୁ ମୁଁ ତ ଦୌଡ଼ି ପାରିନି ତୁ ଛୋଟ ପିଲା ଆଉ ମୁଁ ବହୁତ ହାଲିଆ ହେଇକି 3 ଦିନ ହେଲାଣି ତୁ ମୋର ଜାଲରେ ପଡ଼ିଯା ମୁଁ ତତେ ନେଇ ତାକୁ ଦେବି ମୁଁ ଆଉ କିଛି ନାହିଁ ମୁଁ ତତେ ମୁଣ୍ଡିଆ ମାରୁଛି। ଆଚ୍ଛା ମୃଗକୁ ମୁଣ୍ଡିଆ ମାର ତତେ କ୍ଷମା ମାଗୁଛି ଆସେ ଇଏ କ'ଣ କଲେ କହିଲେ ତମେ ଜାଲ ପକାଅ ମୁଁ ପଡ଼ିବି ତମ ଜାଲରେ ତମେ ଯେହେତୁ ଗୁରୁ କରିନ ମୁଁ ତମକୁ ଡାଇରେକ୍ଟ ଇଏ କରିପାରିବିନି ତମ ଜାଲରେ ମୋତେ କାନ୍ଧେଇ ନିଅ ତମ ହାତରେ ମୋତେ ନେଇପାରିବନି। ଜାଲ ପକେଇଦେଲେ ପ୍ରଭୁ ଜାଲ ଭିତରେ 8 ବର୍ଷର ଶିଶୁ ସିଧା ଯାଇକିରି କହିଲେ ଏଇ କେତେ ଦିନ ହେଲାଣି ବାବାଜୀ ଖାଇନି ସିଝା ନେଇ କଚାଡ଼ି ଦେଲେ କହିଲେ ସାଧୁଙ୍କ ପାଖରେ କଚାଡ଼ି ଦେଲେ ଇଏ ଦେଖ କଚାଡ଼ି ଦେଲାଠୁ ସେ କହିଲେ ମୋତେ କଚାଡ଼ି ଦେଲ କି ଭଳିଆ ମୂର୍ଖଟା ତୁ ସେଇଠୁ ବସି ପଡ଼ିଲେ କଚାଡ଼ିବିନି ବିଚରା ଭୋକର ଅଛି ସାଧୁ ଖାଇନି ଏବେ ତୋତେ କାଟାକାଟି କରିକି ଖାଇବେ ନା କାଟାକାଟି କରିବେ ମୋତେ କାଟାକାଟି କରିବେ ଏ ଦେଖିଲା ବେଳୁ ସାଧୁ କହିଲେ ସତରେ କୃଷ୍ଣମୃଗ ଆଣିଲା କହିଲେ महाराज जी हम कृष्णमृग ले आए तुमको खा लो ମୁଁ ଭକ୍ତମାଳର ଗୋଟେ କଥାରୁ କହୁଛି କୃଷ୍ଣମୃଗ ଆଣିଲୁ କହିଲେ ତମେ ଯେମିତି ଯେମିତି ରୂପ କହିଥିଲ ମୁଁ ସେମିତି ରୂପ ଦେଖିଲା ବେଳକୁ କୃଷ୍ଣ ଯାଇ ଗୋଟେ ସେଇ ଗଛ ମୂଳେ ବସିଛନ୍ତି ସାଧୁ ଦେଖିଦେଲେ କହିଲେ ଆରେ ଆଉ ସିଏ ଜୀବନରେ ଦେଖିନାହାନ୍ତି କହିଲେ କେମିତି ସିଏ ଦେଖୁଛନ୍ତି ଦିଜାନ ଲିଲିଆନ ଶିକା ଚାରିପଟେ ବଳୟ ମଝିରେ ପ୍ରଭୁ ବସିଛନ୍ତି ହଁ କୃଷ୍ଣ କହିକି କହନ୍ତି କହି ଯା ସିଏ ତ ବସିଛନ୍ତି କେତେ ବର୍ଷ ହେଲାଣି କିନ୍ତୁ ପ୍ରଭୁଙ୍କୁ ଦେଖିପାରିନଥିଲେ ବ୍ୟାଧ ମାଧ୍ୟମରେ ଦେଖିଲେ କହିଲେ ଏ ଶୀଘ୍ର ଶୀଘ୍ର ଆଣ ମୋତେ ମୋ ପାଖରେ କଟୁରୀ ଅଛି ନହେଲେ ତୁମର କଟୁରୀ ଅଛି ଆଣ ହଣାହାଣି କରିବା ଶୀଘ୍ର ତୁମେ ଭୋକରେ ଅଛ କହିଲେ ଆରେ ଖାଇବୁନି ରେ ଇଏ ଖାଇବା ଜିନିଷ ନୁହଁ ତୁ କେମିତି କ'ଣ ଆକୁ ଧରିକି ଆଇଛୁ ତୁ କ'ଣ କଲୁ ତୁ ମୁଁ ଜୀବନ ସାରା ତାଙ୍କୁ ଭଜନ କୀର୍ତ୍ତନ କରି ପାଇଲିନି ତୁ ମୋ ପ୍ରଭୁଙ୍କୁ ଆଣି ମୋତେ ଦେଇଦେଲୁ ଇଏ ପ୍ରଭୁରେ ବିଶ୍ୱ ସୃଷ୍ଟା ବ୍ରହ୍ମାଣ୍ଡ କର୍ତ୍ତା ସବୁର ଆଁ କରି ଅନେଇଛି ମୃଗ ଆଣିନି ଖାଇବା ଲୋକ ଖାଇବୁ କଟାକଟି କଲେ ମାଂସ କରିବା ତୁ ଖାଇବୁ ମୁଁ ଖାଇବି ଇଏ କ'ଣ ବାବାଜୀ କହୁଛନ୍ତି ଇଏ ବ୍ରହ୍ମାଣ୍ଡ କର୍ତ୍ତା ସୃଷ୍ଟିକର୍ତ୍ତା ବିଷ୍ଣୁ ଈଶ୍ୱର ସେଇଠୁ କହିଲେ ମୁଁ ଆଜ୍ଞା କିଛି ବୁଝିପାରୁନି କ'ଣ କହୁଛ 2 ଗୋଡ଼ିଆ କହିଲ ଏ 2 ଗୋଡ଼ିଆ ହାତରେ ବଂଶୀ ଦେଖୁଛ କେଶ ବି ଅଛି ତମେ ଯେମିତି ବତେଇଲ ମୁଁ ସେମିତି ଆଣିଲି ଆଉ ଇଏ ମୃଗ ପରା ନା ଏ କୃଷ୍ଣ ମୃଗ ଏ ଜଗତକୁ ଆକର୍ଷଣ କରିବା କୃଷ୍ଣ ମୃଗ ଏ ଜଗତର ସୃଷ୍ଟିକର୍ତ୍ତା ଏ ବ୍ରହ୍ମାଣ୍ଡର ଈଶ୍ୱର ତୁ ଭାବି ପାରୁନୁ ବସ୍ ତୁ ଟିକେ ବସ୍ ତୁ କ୍ଷଣେ ସାଧୁସଙ୍ଗ କରିବାରୁ ତୁ କମ୍ ସେ କମ୍ ମୋ ଜୀବନରେ ଯାହା କରିନଥିଲି ତତେ ପାଇକି ମୁଁ ଧନ୍ୟ ହେଇଛି କହିକି ତାକୁ କୋଳେଇଲେ ଆଗେ ତାପରେ ପ୍ରଭୁ ବସୁଛନ୍ତି କହିଲା ଭଲ ମୋତେ କ'ଣ ଡାକିଲ ସାଧୁ ମହାରାଜ ମୋତେ ଦେଖିକି ଛେଚିଲାଣି ତୁମେ ମୋ ବିଷୟ ତାକୁ ଟିକେ କୁହ ନା ପ୍ରଭୁ ଆଉ ବସିଲା ସିଏ ନିଜେ ଆଉ ସେଠି ତ ଆଉ ଆସନ ନାହିଁ ନା କିଛି ନାହିଁ ପ୍ରଭୁଙ୍କୁ ବସେଇ ଦେଲେ ସଫା କରିକି ଯାହା ଫୁଲ ଫଳ ଆଣି କହିଲେ ତୁ ଆଗେ ଯା ସେ ଜଙ୍ଗଲ ଫୁଲ 2ଟା ଆଣିବୁ ଯା ଆଗେ ଯା ପାଣି ଆଣିବୁ ଯା ଆକୁ ପୂଜା କଲା ପରେ ତାପରେ ତୋତେ ଆଗ ବିଷୟ ବତେଇବି। ଭଗବାନଙ୍କୁ ପ୍ରାପ୍ତି ହେବାର ଗୋଟେ ଭାବ ଭଲ ପାଇବାଟା ସେ ଜାଣିନି ଇଏ ପ୍ରଭୁ କିନ୍ତୁ ଗୁରୁ ବତେଇ ଦେବେ ସେଠି କ'ଣ ଆଜ୍ଞା ଠାକୁରଙ୍କୁ ସ୍ନାନ କରିଦେଲେ ମୁଁ ତ କେତେ ଖାଇନି କ'ଣ ଯାହା ଫଳ ଫଳ ଆଣିଲା ପ୍ରଭୁ କହିଲେ ପ୍ରଭୁ ସାଧୁଙ୍କର ସେବାରେ ଖୁସି ହେଇକି କହିଲେ ଏଇ ବିଚାରାକୁ କୃପା କର ବହୁତ ଜନ୍ମ ଧରିକି ଏଇ ବ୍ୟାଧ ଚାର ଭିତରେ ରହିଛି ଏଇ ବ୍ୟାଧ ଜନ୍ମର ମୁକ୍ତି କିଏ ହେଇପାରିବ ତୁମେ ମୋତେ ଧରି ଆସିଲା କିନ୍ତୁ ତାକୁ ତତ୍ତ୍ୱ ନଦେଲେ ମୁଁ ସ୍ପର୍ଶ କରିବିନି ତାର ଜଳ ଅର୍ଥାତ୍ ତୁମେ ହେଉଛ ତାର ଗୁରୁ ତୁମେ ତାଙ୍କୁ ତତ୍ତ୍ୱ ଦିଅ ତତ୍ତ୍ୱ ଜାଣିଲା ପରେ କହିଲେ ତାପରେ ତା ଭଗବାନ କୃଷ୍ଣଙ୍କର ସ୍ୱରୂପଟାକୁ ବତେଇଲେ କହିଲେ ଏ ହୃଦୟ ଦେବତା ଭିତରେ ଏ ପ୍ରତ୍ୟେକ ପ୍ରାଣ ପବନରେ ଏ ସମସ୍ତଙ୍କ ଘଟରେ ଏମିତି ବିରାଜମାନ କରିଛନ୍ତି ଆଉ ଇଏ ଆମ ରୂପ ପାଇଁ ରୂପ ଲାବଣ୍ୟ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର ହେଉଛନ୍ତି ଇଏ ହେଉଛନ୍ତି ସାକ୍ଷାତ ଏ ବ୍ରହ୍ମାଣ୍ଡଟା ଆଙ୍କ ମାଆଙ୍କ ଗର୍ଭରେ ମା' ଯେତେବେଳେ ଚାହିଁଲେ ବିଶ୍ୱ ବ୍ରହ୍ମାଣ୍ଡର କଥା ମାଟି ଖାଇଥିଲେ ଇଏ ମାଟି ଖାଇଲା ବେଳେ କରିଦେଇଥିଲେ ଏ ବିଶ୍ୱ ବ୍ରହ୍ମାଣ୍ଡଟା ତାଙ୍କ ଗର୍ଭରେ ଥିଲା ଏ ସାକ୍ଷାତ ଭଗବାନ ବିଷ୍ଣୁ ଏ ଗୋଲକପତି ଏ ସୃଷ୍ଟିକର୍ତ୍ତା ପ୍ରଣାମ କରେ ମୂର୍ଖ ପ୍ରଣାମ କରେ କହିକି କହିଲେ ଆଜ୍ଞା ମୁଁ ଜାଣିନଥିଲି କହିଲେ ପ୍ରଭୁ ମୁଁ ବ୍ୟାଧ ରୂପରେ ଜନ୍ମ ହେଲି ଛୋଟ ଘରେ ଜନ୍ମ ହେଲି ଜୀବବୋଧ ସବୁଦିନ କଲି ମୁଁ ଆପଣଙ୍କୁ ଏମିତି ଆଣି ଚେକି ଛେଦିଦେଲି ମୋତେ କ୍ଷମା କରନ୍ତୁ
ନା ତୁ ଛେଚିନି ଯେ ମୋତେ ଖୁସି ଲାଗିଲା, ତୁ ମୋତେ ଏ ଭାବରେ ବି ଧରିଛୁ। ଅର୍ଥ କ'ଣ? ଯେଉଁ ଭାବରେ କ'ଣ କଲେ, ଯେ ଯେଉଁ ଭାବରେ ତୋତେ ଡାକଇ ପ୍ରଭୁ ସେହି ଭାବେ ତାଙ୍କୁ ଦେଉ ଦର୍ଶନ, ସେହି ଭାବେ ଧରୁତୁ ରୂପ ମନୋରଥ କରୁ ପୂରଣ। ଗୋପୀଙ୍କି ତୁ ଦିଶୁ ମୋହନ, କଂସକୁ ଯେ କାଳ ସମାନ, ମୁରା ଦେଖେ ସହସ୍ର ପାଦ, ଚତୁର୍ଭୁଜ ଦେଖେ ସେ ଉଗ୍ରସେନ। ଆଚ୍ଛା, ଗୋପୀମାନଙ୍କୁ କ'ଣ ଦେଖାଇଲା ଭଗବାନ ଶ୍ୟାମ ସୁନ୍ଦର କୃଷ୍ଣ ରୂପ, କଂସକୁ କ'ଣ ଦେଖାଇଲେ କାଳ ରୂପ। ଆମେ ଯେମିତି ଠାକୁରଙ୍କୁ ପୁତ୍ର ରୂପରେ ଭାବିବା ପୁଅ ହେଇଯିବେ, ବନ୍ଧୁ ରୂପରେ ଭାବିବା ବନ୍ଧୁ ହେଇଯିବେ, ସଖା ରୂପରେ ଭାବିବା ସଖା ହେଇଯିବେ, ଦାସ ହବା ଆମେ ପ୍ରଭୁ ରାମଚନ୍ଦ୍ର। ଭଗବାନ ହନୁମାନ ଯେତେବେଳେ ଲଙ୍କାକୁ ଯାଇଛନ୍ତି ବିଜୟ କରିକି ସୀତା ମାତାଙ୍କର ମଣି ଆଣିକି ପ୍ରଭୁଙ୍କୁ ଦେଇଛନ୍ତି, ସେଠି କ'ଣ କହିଛନ୍ତି? ହନୁମାନ, ତୁ ଯଦି ନଥାନ୍ତୁ ଆଜି ସୀତାଙ୍କର କିଏ ଠାବ କରିଥାନ୍ତା? ତୋ ଭଳି ପରମ ଭକ୍ତ ଯୋଗୁଁ ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି। ହନୁମାନ କହିଲେ, ପ୍ରଭୁ ମୋତେ ଆଉ ଥରେ ଟେକୁଛନ୍ତି। ମୁଁ ଏଇ ଯେଉଁ ଯାଇଥିଲି ଏତେ ଦୂର, ମୋ ତ ବଳରେ ଯାଇନଥିଲି, ତୁମ ନାମର ପ୍ରଭାବରେ ଯାଇଥିଲି। ଆଉ ଏଇ ବଳ, ଏ ପୌରୁଷ, ଏ ଗୁଣ ମୋତେ ଯେଉଁ ଦେଇଛନ୍ତି ଆପଣଙ୍କର ପ୍ରଭୁ, ମୋତେ କେବେ ବି କହିବେନି ଯେ ମୁଁ କିଛି କଲିନି। କହି ଓଲଟା ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣାମ ହେଇଗଲେ। କହିଲେ, ତୋ ଋଣ ମୁଁ ଜନ୍ମ ଜନ୍ମ ସୁଝିପାରିବିନି। ବୈକୁଣ୍ଠ ଯେତେବେଳେ ଠାକୁରଙ୍କ ପାଖରେ ଥିଲେ, ଠାକୁର କ'ଣ କରିବେ? ଇଆଡ଼ୁ ଆସିଲେ ନାତିରେ ପକାଇବେ, ସିଆଡ଼ୁ ଆସିଲେ ନାତିରେ ପକାଇବେ, ସିଆଡ଼ୁ ଆସିଲେ ଧକିଆରେ ପକାଇବେ। ସଡ଼ା ଏଠି ଘୁମା ମାରୁଛୁ, ଉଠ। ଅନ୍ୟ ବାବାମାନେ କହିଲେ, ବୈକୁଣ୍ଠ ବାବା, ଠାକୁର ତୁମକୁ କ'ଣ 20 ଥର ନାତ ମାରି ତୁମେ କିଛି କହୁନ? ନା, ତମେ ହେଉଛ ଘର, ତମେ ବାହାର ସନ୍ତାନ, ମୁଁ ତାଙ୍କ ଅନ୍ତର ସନ୍ତାନ। ତେଣୁକରି ମୁଁ ତାଙ୍କର କୋଇଲି ପୁଅ, ତମେ ସବୁ କୋଇଲି ପୁଅ, ମୁଁ ତାଙ୍କର ନିଜର ପୁଅ। ମୋତେ ମାରିବେ, ଧରିବେ, ସବୁ କରିବେ। ବୈକୁଣ୍ଠ ଦିନେ କ'ଣ କରୁଛନ୍ତି? ଠାକୁର ସ୍ଥୂଳ ଶରୀର ଛାଡ଼ିଦେଲେ। ଛାଡ଼ିଲା ପରେ ବୈକୁଣ୍ଠ ବାବା ସେଠି ବସିକି ଠାକୁରଙ୍କୁ ସ୍ମରଣ କରୁଛନ୍ତି। ଠାକୁର ସେଠୁ ଆସିଲେ, କହିଲେ, ଏଇ ସେ ପଛପଟେ ଚେୟାରଟା କାହିଁ ପକେଇନୁ, ଯେଉଁଠିକି ଆମର ସମାଜ ମନ୍ଦିର ଅଛି? କ'ଣ ଭାବୁଛୁ ମୁଁ ଏଠୁ ପଳେଇ ଯାଇଛି? ମୁଁ ଏଠି ରହିଛି, ଲୁଚିଣ ରହିଥିବି ମୁଇଁ କେହି ନ ଜାଣିବାରେ ଭାଇ, ସିଦ୍ଧ ରୂପରେ ମୁଁ ସମାଧିରେ ରହିଛି ମୃତ୍ୟୁ ତେଜି ଦୂରେ। କିନ୍ତୁ ମୁଁ ଏ ସବୁଦିନ ଲୀଳା କେମିତି ଚାଲୁଛି? ଠାକୁରଙ୍କର ଗୋଟିଏ କଥା ବୈକୁଣ୍ଠ କ'ଣ କହନ୍ତି? ନା, ସତ୍ୟନାରାୟଣ ସ୍ୱାମୀଙ୍କର ଜୟ। ଠାକୁରଙ୍କୁ ହୃଦୟରେ ଧରିତ, ଠାକୁର ସବୁ କଥା ବୁଝିବେ। ଠାକୁରଙ୍କୁ କେବଳ ବେଳ କାଳ ଧରି କର୍ମଫଳ ସମର୍ପଣ କରିଥା। ତୁମେ ଗୃହସ୍ଥରେ ରୁହ କି ବୈରାଗରେ ରୁହ, କର୍ମଟି ତୁମର ବୈଷ୍ଣବ। ତୁମେ ସବୁଦିନ ତ୍ୟାଗୀ। ଗୃହସ୍ଥରେ ରହିଲେ ବି ତୁମେ ତ୍ୟାଗୀ, କାହିଁକିନା ଦିନେ ସେ ଘର ଛାଡ଼ିଯିବ, ଦିନେ ପରିବାର ତୁମର ଅଲଗା ହେଇଯିବେ, ଦିନେ ବନ୍ଧୁବାନ୍ଧବ ଧନ ସମ୍ପତ୍ତି ଏଇଠି ପୋଡ଼ି ରହିଯିବ, ତୁମେ ପୋଡ଼ିଯିବ, ତୁମେ ବି ତ୍ୟାଗୀ। ତେଣୁ ଆମେ ସଂସାର ପାଇଁ ତ୍ୟାଗ, କି ଘର ଦ୍ୱାର ଛାଡ଼ି ଦେଇ ତ୍ୟାଗ, କି ମନ ମଧ୍ୟରେ ତ୍ୟାଗ। ଭଗବାନଙ୍କର ନାମ ସକାଳ ସନ୍ଧ୍ୟାରେ ମହତ୍ଵଟା ମାଆକୁ ଏବେ କହୁଥିଲି। ଗୋଟିଏ ଭକ୍ତ ଥିଲା, ଯିବା ପାଇଁ ଇଚ୍ଛା କରୁଛ ନା ଶୁଣିବାକୁ ଇଚ୍ଛା କରୁଛ? ମନ ଯଦି ଏପଟ ସେପଟ କଲେ ବନ୍ଦ କରିଦେବି। ହଁ, କାହିଁକିନା କଥାଟା ଆଉ ଥରେ ତମେ ଖଡ଼ଖଡ଼ ହଉଥିବ ଯିବା ପାଇଁ। କନ୍ୟା ବେଳରୁ ଗୋଟେ ଝିଅ, ତା ଜନ୍ମରେ ଜଣେ ସନ୍ଥ ମହାତ୍ମା ଆସିଲେ, ଭେଟ ହେଲେ। କନ୍ୟାର ପ୍ରଶ୍ନ ଥିଲା, ସଂସାରରେ ବଡ଼ କିଏ? ସଂସାରରେ କେଉଁଟା ବଡ଼? ନା, ସଂସାରରେ ପ୍ରଭୁଙ୍କ ନାମ ହିଁ ବଡ଼। ନା, କେଉଁ ନାମ ବଡ଼? ନା, ପ୍ରଭୁଙ୍କର ଅନନ୍ତ ନାମ ଭିତରୁ ତମକୁ ଯେଉଁଟା ସହଜ ଲାଗିବ ତମେ ସେଇଟା ବଡ଼। ନା, ସହଜ ମୋତେ କ'ଣ? ନା, ଗୋଟିଏ ସହଜ ନାମ ହେଉଛି ରତ୍ନାକର ଦସ୍ୟୁ। ଜନ୍ମ ଜନ୍ମ ଧରି ପାପ କରିକିରି ଦସ୍ୟୁ ରୂପରେ ଯେତେବେଳେ ଜନ୍ମ ହେଲା, ସିଏ କ'ଣ କଲା? ସମସ୍ତଙ୍କୁ ସଂହାର କରେ, ମାରେ, କାଟେ, ହାଣେ। ଏ ସମୟରେ ଭଗବାନ କୃପା କଲେ ଯେ ନାରଦକୁ ପଠେଇଲେ, କହିଲେ, ଏ ମହର୍ଷି, ଗୋଟେ ବିଚିତ୍ର ଜନ୍ତୁ ଅଛି, ତାକୁ ଟିକେ ସାଇଜ୍ କରିଦେବ ଯଦି ତମେ ହେବ ପରମ ଭକ୍ତ। ନା, କ'ଣ କରିବି? ନା, ଆମ ଜାଗାରେ ଦସ୍ୟୁଟି ଅଛି। ନା, କିଏ? ନା, ଆଜ୍ଞା, ସିଏ କାହାକୁ ମାଡ଼ ଧର କରୁଛି, ମୋତେ ବି ମାରି ଧରିବ। ନା, ତମେ ମାଡ଼ ଖାଅ ବରଂ, ତମେ ଯାଇ ତାକୁ ଉଦ୍ଧାର କର। ଇଏ ମୋର ପୂର୍ବଜନ୍ମର ପରମ ଭକ୍ତ, ବିଷୟା ଭିତରେ ରହିକି ସେ ହେଇଯାଇଛି ଦସ୍ୟୁ, ମାନେ ଚୋର ଡକାୟତ ହେଇଯାଇଛି, ତମେ ତାକୁ ଉଦ୍ଧାର କର। ନା, ଆଜ୍ଞା, କେମିତି ଉଦ୍ଧାର କରି? ଏ ତ ସମସ୍ତଙ୍କୁ ହାଣା କଟା ମାର ମଜା ଦିচ্ছে। ନା, ତୁମେ ମରିବନି, ତୁମେ ଜାଣିଛ, ତୁମେ ଯୁଆଡ଼େ ହେଲେ ଅଦୃଶ୍ୟ ହେଇଯିବ।
ନାରଦ ପହଞ୍ଚିଲେ। ନାରଦ ପହଞ୍ଚିକି କହିଲେ ରେ ସେ ଦେଖିଲା ଜଙ୍ଗଲରେ ଆସୁଛି, ଯାହାକୁ ଦେଖିଲା ହାଣେ ମାରେ। ଧଇଲା କହିଲା ଆରେ ମୁଁ ବାଜି ଲୋକ, ମୋତେ କୁଆଡ଼େ ନେଉଛୁ? ମୋତେ ହଣାକଟା କଲେ କ'ଣ ମିଳିବ? ମୋ ପାଖରେ ବିଣାଟା ଅଛି, ମୁଁ ନାରାୟଣ କାମ କରୁଛି। ନା ନା, ତମ ପାଖରେ କ'ଣ ଗୋଟେ ରଖିଥିବ ନା, ଅମୂଲ୍ୟ ଧନ। ମୋ ପାଖରେ ଗୋଟେ 1 ନମ୍ବର ଅମୂଲ୍ୟ ଧନ ଅଛି, କିନ୍ତୁ ତୁ ସବୁ ଛାଡ଼ିବୁ ତେବେ ମୁଁ କହିବି। ନା କ'ଣ ଅମୂଲ୍ୟ ଧନ କୁହ? ନା ମୁଁ କେମିତି କହିବି? ତୁ କଥା ଦେଲେ ମୁଁ କହିବି। ନା ଗୋଟେ କାମ କରେ, ନା ମୁଁ କଥା ଦେଉଛି ତୁମକୁ କିଛି କରିବିନି। ନା ତମେ ପଳେଇବ ଅମୂଲ୍ୟ ଧନ ନ ଦେଇକି। ନା ଅମୂଲ୍ୟ ଧନଟା କହିବି କେତେବେଳେ କହିଲୁ? ତୁ ଯେଉଁ ଚୋରି ଡକାୟତ ବଦମାସ ଠକ ଟାଉଟର କରିକି ଯେଉଁ ଧନ ଆଣୁଛୁ, 5 ଟଙ୍କା ଜାଗାରେ 50 ଟଙ୍କା କରି ବିକୁଛୁ, 5 ଟଙ୍କା ଜାଗାରେ 50 ଟଙ୍କା ଧରି ଆଉଛୁ, ଏଗୁଡ଼ା ତୋର ଏ ବନ୍ଧୁବାନ୍ଧବ ନେବେ କି ମଲାବେଳେ? ନା କାହିଁ ନେବେନି? ମୁଁ ଯେମିତି ଆଣୁଛି ଏମାନେ ଖାଉଛନ୍ତି, ମୋ କାହିଁ ଭାଗ ହେବେନି? ନା ତୋ ପାପ ପୁଣ୍ୟରେ ଭାଗ ହେବେ? ଯାଇ ପଚାରିଲୁ, ତୋ ପରିବାରରେ ପଚାରିବୁ। ସେମାନେ ଯଦି ହଁ କରିଦେବେ ତାହେଲେ ତୁ ମୋତେ ମାରିଦେବୁ ଏଠି, ମୁଁ ତୋତେ ସେ ଧନ ଦେଇଦେବି। କହିଲା କାହିଁକି ନା ଦେବେ? ମୁଁ ଏମାନଙ୍କ ପାଖକୁ କରିକି ଆସୁଛି, ଦେବେନି? ମୁଁ ଆମକୁ ଦେଉଛି ଖାଇବାକୁ ପିଇବାକୁ। ନା ଥରେ ପଚାରେ। ଗଲେ ଘରୁ, ରତ୍ନାକର ଗଲା, କହିଲା ଏଇ ମୁଁ ଯେମିତି ତମ ଧନ ସମ୍ପତ୍ତି ଆଣି ତମକୁ ଦେଉଛି, ତମେ ସେଗୁଡ଼ା ଖାଇଲେ ମୁଁ ଯେଉଁ ପାପ କରୁଛି ତମେ ସେଥିରେ ଭାଗିଦାର ନାହିଁ। ନା ତୁ କେମିତି ଆଣିଦେଲୁ, ଆମେ କାହିଁ ସେଥିରେ ଭାଗି ହେବୁ? ତୁ ତ ଆମର ଘରର ମୁରବି, ତେଣୁ ଆମେ କାହିଁ ଭାଗିବୁ? କହିଲା ସଂସାର କିଏ ନେଇ କାହାର? ମନ ବିରକ୍ତି ହେଇଗଲା। ତାହେଲେ ତୁ ନବୁନି ଯଦି ମୁଁ ତମକୁ କାହିଁ ଆଣିଦେବି? ନାରଦ ପଚାରିଲେ, ବାନ୍ଧି ଯାଇଥିଲେ। କହିଲା ଏଇ ଶୁଣ, ସେ ଆଇଲାଠୁ ପୁରା ଦୁର୍ବଳ ହେଇଯାଇଛି। ଯେଉଁ ସବଳରେ ଯାଇଥିଲା, କହିଲା ବାପା କ'ଣ କହିଲୁ? ପରିବାର ସବୁ ତୋର ଏ ଯେଉଁ ପାପ କରି ଧନ ଦେଉଛୁ ନେବେ ଠିକ୍? ନା ଆଜ୍ଞା, ଇଏ କ'ଣ ନେବେନି କହିଲେ? ନେବେନି କହିଲେ ତୁ କ'ଣ କହୁଛୁ? ମୋତେ ମାରିବୁ ତ? ନା ଯଦି ନେବେନି ମୁଁ କାହିଁ ଆଉ ଦେବି? ନେବେନି ତ ମୁଁ ଆଉ କାହିଁ ୟାଙ୍କୁ ଦେବି? ମୋତେ ଆଉ କ'ଣ ଗୋଟେ ଭଲ କଥା କୁହ, ମୁଁ ଆଉ ସେ ଘରକୁ ଯିବିନି। କହିଲା ଗୋଟେ କାମ କରେ, ତତେ ମୁଁ ଅମୂଲ୍ୟ ଧନ ଦେବି। ନା କି ଅମୂଲ୍ୟ ଧନ? ନା ଗୋଟେ କାମ କରେ, ଚାଲେ ଯିବା। ଗଲା ଆଡ଼କୁ କହିଲୁ ରାମ। ନା ଆଜ୍ଞା, ରାମ ମୋ ମୁଖରେ ମୋତେ ସେଗୁଡ଼ା ଆସୁନି। ରାମ ତ କହିବି, କହିଲାଠୁ ଭୁଲିଗଲା ମଟା। କହିଲା ଆରେ ଭୁଲି ଯାଉଛୁ, ଗୋଟେ କାମ କରେ, ସାଧୁ ସନ୍ଥ ମହାତ୍ମା କ'ଣ କରିବେ, ଏ ଲୋକଟା ଯଦି କୁଆଡ଼େ ନ ଯାଉଛି ତା ତଣ୍ଟିଟାକୁ ଚିପିକିରି ନେଇ ହରିନାମରେ ପହଞ୍ଚିବେ। କହିଲେ ଆକୁ କ'ଣ ଉପାୟ କରିବି? କହିଲେ ଏଇ ଯେଉଁ ମରିଯାଇଛି ସେଟା କି ଗଛଟା? ନା ମଲା ଗଛଟା। ମଲା ଗଛ କହିଲୁ? ମରା ମରା କହିଲୁ? ମରା ମରା କହିଲୁ? ମରା ମରାରୁ ରାମ ରାମ ସୃଷ୍ଟି ହେଲା। କହିଲା ଏଇ ମନ୍ତ୍ର କର, ଆଉ ଭାଇ ବନ୍ଧୁ କୁଟୁମ୍ବ ତୋର ସବୁ ଯାକ ଇଏ ବସିଗଲେ। କେତେ ଯୁଗ ବିତିଗଲା, ମରା ମରାରୁ ରାମ ରାମ ହେଇଗଲା। ରାମ ରାମରୁ ଏମିତି ନାମ ଲାଗିଗଲା ଯେ ପୁରା ଉଇ ହୁଙ୍କା ହେଇଗଲେ। ବାଲି ସୃଷ୍ଟି ହେଇଗଲା। ବାଲି ସୃଷ୍ଟି ହେଇକିରି ବ୍ରହ୍ମା ଯେତେବେଳେ କେତେ ହଜାର ବର୍ଷ ପରେ ତାଙ୍କୁ ପାଣି ଛିଞ୍ଚିଲାଠୁ ତାଙ୍କୁ ବାଲ୍ମୀକି ନାମ ଦେଲେ। ଯାହା ନାଁରେ ବାଲ୍ମୀକି ରାମାୟଣ ଲେଖାଗଲା। ଏଇ ରାମ ନାମଟା ସେ କନ୍ୟାକୁ ସାଧୁ କହିଲେ ଯେ ଶୁଣ, ଏଇ ରାମ ନାମ ହିଁ ସବୁଠୁ ଶ୍ରେଷ୍ଠ। 18 ବର୍ଷର କନ୍ୟା, ଗୋଟିଏ ବାହା ରହିଥିଲା, କୌଣସି ମତେ ସ୍ୱାମୀ ଚାଲିଗଲା। ସାଧୁ ମନ ଦୁଃଖ ହେଲା, କହିଲା ସଂସାର ସେମାନେ ସେମିତି ଚାଲିଯିବେ, ପ୍ରକୃତ ସ୍ୱାମୀ କିଏ? ନା ପ୍ରକୃତ ସ୍ୱାମୀ ହେଉଛନ୍ତି ଭଗବାନ ରାମ। ସେ ରାମ ଭକ୍ତ ହେଲେ, ତାଙ୍କ ନାଁ ଶୈଳଜା, ଭକ୍ତ ଶୈଳଜା। କନ୍ୟାକୁମାରୀ ମାନେ କନ୍ୟାଠାରୁ ଭଗବାନଙ୍କ ଛଡ଼ା ଆଉ କିଛି ଜାଣିପାରିଲେନି, ପ୍ରଭୁଙ୍କୁ ପୁରା ଆତ୍ମୀୟ କରିଦେଲେ। କରୁ କରୁ ଦିନ ବିତିଲା, ରାତି ବିତିଲା, ସବୁ ହେଲା। ବାପା ମା କହିଲେ ଯୁବକ କନ୍ୟାଟା ରହୁଛି ଘରେ, ତାକୁ ବାହାର କରିବା। କହିଲା ଶୁଣ, କାୟ ମନ ବାକେ ଯଦି ରାମ ନେଇଛନ୍ତି, ଦ୍ୱିତୀୟ ମଣିଷ ଏଇଟା ଆଉ କିଏ ହେବାର ନାହିଁ। ତମେ ଯାହା କରୁଛ କର। ଏମିତି ହଉ ଭକ୍ତି ସୃଷ୍ଟି ହେଲା। ସୁନ୍ଦରୀ କନ୍ୟା, ରାଜକୁମାରୀ, ମାନେ ଏତେ ସୁନ୍ଦର କନ୍ୟା ହେଲେ ଘରେ ରହିଲେ ଅସୁବିଧା ହେବ, କିନ୍ତୁ ମନ ଭିତରେ ତାଙ୍କ ଭିତରେ କହିଲେ ଏ ଦେହଟା ମାଟି ହେଇଯିବ, ପୋଡ଼ିଯିବ। ତାଙ୍କର ଦେହ ଜ୍ଞାନ ନଥିଲା, ସମସ୍ତଙ୍କ ଘଟରେ ପ୍ରଭୁଙ୍କୁ ଦର୍ଶନ କରୁଥିଲେ। କରୁ କରୁ ବେଳେ ଦିନ ବିତିଲା, ରାତି ବିତିଲା। କିଛି ଦିନ ପରେ ଜଣେ ସୁଇପର, ମାନେ ଜଣେ ହାଡ଼ି ଚାରିପଟେ କ'ଣ କରୁଥିଲେ, ସଫା କରୁଥିଲେ। ସଫା କରୁ କରୁ ରାଜକୁମାରୀ ଖରାରେ ଶୁକଉଥିଲେ କେଶ। ତାଙ୍କର ପାଣି ଛିଞ୍ଚି ପାଣିଟା ମା ଲୋକ ତ ପାଣି ମାନେ ଛିଞ୍ଚିଲା ଭିତରେ ସେ ଯେଉଁ ସୁଇପର ଉପରେ ପଡ଼ିଗଲା। କହିଲେ ଆରେ ଇଏ ଅଦିନରେ ବର୍ଷା କୁଆଡ଼େ ହେଲା କହିକି ଉପରକୁ ଚାହିଁଦେଲେ। ଚାହିଁଦେଲା ବେଳୁ ରାଜକୁମାରୀ ଦେଖିଲେ। ରାଜକୁମାରୀ ଯେମିତି ଦେଖିଲେ ମନ ପ୍ରଫୁଲ୍ଲିତ ହେଲା, କହିଲା ମୁଁ ଆକୁ ହିଁ ବାହା ହେବି।
କାୟ ମନ ବାକ୍ୟ ସବୁ। ଆରେ ତୁ ଜାତିରେ ଶ୍ରୀପୁର ତୁ ରାଜକୁମାରୀ ଆକୁ କେମିତି ବାହାର ହବୁ? ମନେ ଆସିଲା, ଖାଇଲାନି ପିଇଲାନି ସବୁ। ଯେତେବେଳେ କାମ ବାସନା ସୃଷ୍ଟି ହେଇଗଲା, ମୁଁ ତାକୁ ତା ଛଡ଼ା ମୁଁ ଆଉ ରହିପାରିନି। ମୋର ହିଁ ରାଜକୁମାରୀ ଦରକାର। ମାଆ କହିଲା, ରାଜକୁମାରୀ ବାବୁ ପାଗଳ ନା କ'ଣ? ସିଏ ରାଜା, ଆମେ ହେଉଛୁ ଶ୍ରୀପୁର, ଆମ ଜାତି କୋଉଟେ, ସିଏ ଗେଡ଼। କହିଲା ମୁଁ ଆଉ କିଛି ନାହିଁ, ମୁଁ ତାଙ୍କୁ ଛାଡ଼ି ତା ଛଡ଼ା ମରିବି। ମା ମନ ଅନ୍ତର କଥା କ'ଣ କରିବ? ରାଜଦ୍ୱାର ଯାଇ ଗୁହାରି କଲା। ମୁଁ ରାଜକୁମାରୀଙ୍କ ସହିତ ଅନ୍ତର କଥା ହେବାର ଅଛି। କେହି ଛାଡ଼ିଲେନି। ରାଜକୁମାରୀଙ୍କ ଖବର ଗଲା। ରାଜକୁମାରୀ ସମସ୍ତଙ୍କୁ ସମାନ ଦୃଷ୍ଟି ଦେଖନ୍ତି। କହିଲେ ଯିଏ ଆସିବ ଦରବାର ଖାଲି ତାକୁ ମୋ ସହିତ କଥା ହେଇପାରିବ। କିଏ ଆସୁନି ଡାକ? ନା ଆମ ଜଣଙ୍କର ସୁଇପୁରର ମା। ଆସୁ ଆସୁ, ସିଏ ବି ଆମର ପ୍ରଜା। କ'ଣ ମା ତୁମ ମନ ଦୁଃଖ କ'ଣ ହେଲା? ନା କଥା କ'ଣ ମା, ଗୋଟେ ତୁମେ ହେଉଛ ରାଜକୁମାରୀ, କିନ୍ତୁ ଅନ୍ତର କଥା କହିବାକୁ ଇଚ୍ଛା କଲେ ବି କହିପାରୁନି। କିନ୍ତୁ ତୁମେ ଯଦି ଅଭୟ ଦେବ। ନା ମୁଁ ଅଭୟ ଦେଉଛି, କ'ଣ କଥା ତୁମର କୁହ? ନା ଅଭୟ କ'ଣ କି ମୋ ପୁଅ ତୁମ ଝିଅକୁ କନ୍ୟାକୁ ଭଲ ପାଇଯାଇଛି, ଆଉ ସିଏ ତାକୁ ବାହାର ହବ। ରାଜକୁମାରୀ ଏତେ ଅଧୈର୍ଯ୍ୟ ହେଲେନି। କହିଲେ ଅସୁବିଧାଟା କ'ଣ ହେଲା? ଗୋଟେ ପୁଅଟେ ଗୋଟେ କନ୍ୟାକୁ ଦେଖିଲା, ଏତେ ଅଧୈର୍ଯ୍ୟ କାହିଁ ହେଉଛ? ସିଏ ବିବାହ ହେବାର କ'ଣ କଥା କହୁଛ? ନା ତୁମେ ଥରେ ତାକୁ ଦେଖା କରିଦିଅ। ନା ଦେଖା କରିବି ଯେ ଇଏ ତ ରାଜଦ୍ୱାର, ମୁଁ ତାଙ୍କୁ ଗୁପ୍ତରେ ଯାଇ ଦେଖା କରିବି। କିନ୍ତୁ ଦେଖା କରିବି ଗୋଟେ ସର୍ତ୍ତରେ। ତମ ପୁଅ ମାନିବ ନା ତୁମେ ଯାହା କହିବ ମାନିବ? ଦେଖା କରିବାକୁ ଗଲେ। ଦେଖା କରିବାକୁ ଯେମିତି ଯାଉ ଯାଉ ଦେଖା କଲା ଆଡ଼କୁ ରାଜକୁମାରୀକୁ କହିଲେ କ'ଣ ତମ ପୁଅ କୁଆଡ଼େ ହେଲା? ଏଇ ରାଜକୁମାରୀ ଆସି ଦେଖ ଦେଖ କହିଲୁ। ଇଏ ଦେଖିକିରି ଦେଖିଦେଇଛି, ବିଭୋର ହେଇଯାଇଛି, ତାଙ୍କ ରୂପରେ ମୁଗ୍ଧ ହେଇଛି। ନା କ'ଣ କହୁଛ? ନା ତୁମକୁ ବିବାହ କରିବି, ମୋତେ ତୁମେ ବରଣମାଳା ଦିଅ, ତା ଛଡ଼ା ମୋର ଆଉ କିଛି ଦରକାର ନାହିଁ। ନା ବିବାହ କରିବ। ଅଧୈର୍ଯ୍ୟ ହଉନ। କିନ୍ତୁ କାମ ବାସନାରେ ଦଗ୍ଧ ହେବା ଲୋକ କ'ଣ କରିବ? ନା ଗୋଟେ କାମ କର, ଏତେ ସହଜରେ ବାହାନ, ମୋର ଗୋଟେ ସର୍ତ୍ତ ଅଛି। ଜପାମାଳାଟି ତାଙ୍କୁ ଦେଲେ। କହିଲେ ଏଇଟା କ'ଣ? ନା ଜପାମାଳା। ତୁମେ ଯାଅ, 40 ଦିନ ଅନୁଷ୍ଠାନ କରିବ, 40 ଦିନ ରାମ ନାମ କରିବ। ସକାଳେ ଖାଦ୍ୟ ଖାଇବ, ଆଉ ଦିନ ସହ ଖାଇବନି। ମୋତେ ପାଇବ ନା? ସହଜ କି? ରାମ ନାମ କରିବ, ଆଉ ମଣିକର୍ଣ୍ଣିକା ଘାଟ କାଶୀ ବିଶ୍ୱନାଥର ଅଛି, ସେଠି ଦର୍ଶନ। ମଣିକର୍ଣ୍ଣିକା ଘାଟରେ ବସି କହିଲେ ତୁମେ ଯାହା କହିବ ମୁଁ ମାନିବି ସିନା, କିନ୍ତୁ ମୁଁ ତୁମକୁ ବାହାର ହେବି। କଥା ଦେଲି। ରାଜକୁମାରୀ ବି କହିଲେ, ବସିଲେ। ରାମ ନାମ କରୁ କରୁ ତାଙ୍କ ଭିତରେ 5 ଦିନ 4 ଦିନ 6 ଦିନ 8 ଦିନ 10 ଦିନ କରିବା ଭିତରେ ଅଧା ରାତିରେ ଉଠନ୍ତି, ମଢ଼ ସବୁ ପୋଡ଼ା ହେଉଥାଏ, ସେଗୁଡ଼ାକୁ ଯାଇ ଦେଖନ୍ତି। କହିଲେ ଏ ଦେହ ନଶ୍ୱର, ଏହାକୁ ପୋଡ଼ି ଦିଆଯିବ, ପୋତି ଦିଆଯିବ। ଏସବୁ କୁକୁର ଟାଣି ନେଇଯାଉଛନ୍ତି, ବିଲୁଅ ଟାଣି ନେଇଯାଉଛନ୍ତି, କେତେ କନ୍ୟାକୁ ପୋଡ଼ା ହେଉଛି, କେତେ ସ୍ତ୍ରୀକୁ ପୋଡ଼ା ହେଉଛି। କହିଲେ ଏଇଗା ନା, ଏ ତ ଶାନ୍ତି ଲାଗୁନି। ପୁଣି ଯାଇ ବସିଲେ। ବସୁ ବସୁ 40 ଦିନ ଅନୁଷ୍ଠାନ ସରିଗଲା। ରାଜା ଶୁଣିଲେ ତୁ କେମିତି ଗୋଟେ ସୁଇପର ଘରେ ବାହାର ହବୁ? ତୁ କ'ଣ କଲୁ? ତୁ ତ ନାହିଁ କଲୁ। ନା ମୁଁ ବାହାରର ରୋଲ୍ଟା କରିବି। ପିତାଶ୍ରୀ ବାହା ହେଇଯାଇଛି ଜଣକୁ, କିନ୍ତୁ ଜଣେ ନହେଲେ ମରିଯିବ। ସେ ତୁମକୁ ଆଉ କଥା ଦେଇଛି, ପ୍ରାଣ ଯାଏ ବଚନ ଯାଏ। ତେଣୁକରି ମୁଁ ଯିବାକୁ ପଡ଼ିବ। ତୁମେ ଟିକେ ଧୈର୍ଯ୍ୟ ଧର, ମୁଁ ସେଇଭଳିଆ ବ୍ୟବଚାର କାମ କରିବିନି। ବାପା କହିଲେ ହଁ ତୁ ତ ମୁଁ ଜାଣିଛି ମା, ତୁ ଯା। ଆଉ ସେ ଯିବ ତାକୁ ଉଦ୍ଧାର କରିବି? ସାଧୁର ହୃଦୟ, ମାନେ ଭକ୍ତର ହୃଦୟ ଅନ୍ୟ ଜଣେ ନାଶ ହେଇଗଲେ ଭଲ ହେବ? ରାଜକୁମାରୀ ବରଣମାଳା ଧରି ଯାଇ ପହଞ୍ଚିଲେ। ଏ ଅନୁଷ୍ଠାନ ଭିତରେ ସେ ପ୍ରଭୁଙ୍କ ନାମକୁ ସ୍ମରଣ କରୁଛି, ତାହାର ଆଉ ଦେହ ଜ୍ଞାନ କିଛି ନାହିଁ। ରାଜକୁମାରୀ ଡାକିଲେ ବରୁଣ, ବରୁଣ, ତୁମେ ପରା ବରଣମାଳା ଦେବ, ଉଠି ଆସ। ସିଏ ଯେମିତି ଆଖି ଖୋଲିଦେଲେ, ହଁ ରାଜକୁମାରୀଙ୍କ ପାଟି କେଡ଼େ ଅପରାଧ କରିଦେଲି। ଆଉ ସିଏ କିଛି ନ କହିକିରି ଜଗଦମ୍ବା ମା ମହାମାୟା କହିକି, ମା ବନଦୁର୍ଗା କହିକି ସାଷ୍ଟାଙ୍ଗ ପ୍ରଣାମ କଲେ। କହିଲେ ମା, ମୋ ଭିତରେ ଏମିତି କାମନା ବାସନା ସୃଷ୍ଟି କେମିତି ହେଲା ମୁଁ ଜାଣିନଥିଲି, କିନ୍ତୁ ରାମ ନାମ ମହିମାରେ ମୋ ଭିତରେ ଆଉ କାହା ପ୍ରତି ନାହିଁ। ମୋତେ କୃପା କର, ଆଶୀର୍ବାଦ କଲେ ମୁଁ ଏ ଭୋ ସଂସାର ପ୍ରଭୁଙ୍କ ନାମ ଗୁଣଗାନ କରିକି ଉଦ୍ଧାର ହେବି। ସିଏ ତୁମେ ଆମର ଗୁରୁ। ଯେତେବେଳେ ମୋତେ ଏ ମାଳା ଦେଇଦେଲ, ମୋର ତୁମେ ଗୁରୁ ହେଇଗଲ। ତୁମେ କନ୍ୟା ନୁହେଁ, ରାଜକୁମାର ନାହିଁ, ମୋ ପାଇଁ ଆଜିଠୁ ଗୁରୁ। ମୋତେ ଶିଷ୍ୟ ରୂପରେ ସ୍ୱୀକାର କର। କହିଲେ ଯା, ତୋ ଭିତରେ ଏ ବାସନା ଯେଉଁ କଟିଗଲା ପ୍ରଭୁଙ୍କର ନାମର ମହିମାରେ। ଯେତେବେଳେ ପ୍ରଭୁଙ୍କୁ ଯଦି କାମ, କ୍ରୋଧ, ଲୋଭ, ମୋହ, ଚନ୍ଦ, ମାନ, ଅଭିମାନ ଆସିଲା, ପ୍ରଭୁଙ୍କ ଆଡ଼େ ମନ ଦିଅ। ଯେଉଁଠି ଥାଅ, ବୈରାଗୀ ହୋ, ସନ୍ନ୍ୟାସୀ ହୋ, ବୈଷ୍ଣବ ହୋ, ଚାକିରି କର, ଫ୍ଲାଇଟ୍ ରୋଡ଼, ଯେଉଁ ଘର, ପ୍ରଭୁ ଆପଣଙ୍କର ଏଇସବୁ ଆପଣଙ୍କୁ ଜାଣିଲା ପରେ ଏମିତି କ'ଣ ଆସୁଛି? ଦେଖ ମାୟା ସେତେବେଳେ ପଳେଇବ, ମାୟାଟା ପଳେଇବ। ମାୟାକୁ ଜାଣିଗଲେ ମାୟା ପଳେଇବ। ପରମ ପୂଜ୍ୟ ରବି ବାବା ଗୋଟେ କଥାରେ କହିଲେ, ଗୋଟେ ଘରେ ଗୋଟେ ମୋଚିଟେ ପରିବାର ଛାଡ଼ିକି ଗୋଟେ ସାଧୁଙ୍କ ଶରଣାଗତ ଗଲା।
ସାଧୁଙ୍କ ପଛେ ପଛେ ବୁଲିଲା। ହେଲେ ଯେଉଁ ରାଜା ଘରେ ସବୁଦିନ ମୋଚି ଚପଲ ଦେଉଥିଲା ସେ ରାଜା ଘରେ ଚପଲ ଦେଉଥିଲା। ଦିନେ ସାଧୁ ମହାରାଜ ଆସିଲେ ସେ ରାଜା ଘରକୁ, ସେ ମୋଚିଟା ବି ସେ ଘରୁ ଆଇଲା। ସିଏ ମୋଚିଟା ଜାଣିଗଲା ଯେ ମୋର ଚପଲ ତ ଆଙ୍କ ଘରେ ଦିଏ, ସେ ମୁଁ ଆଙ୍କ ଘର ମଜା ଜାଣିଦେବ, ମୁଁ ଆଉ ଘରକୁ କେମିତି ଯିବି? ମହାରାଜ ଆପଣ ଯାଆନ୍ତୁ, ମୁଁ ବାଟରୁ ପଳେଇ ଯାଉଛି। ଅର୍ଥ କ'ଣ? ମାୟାକୁ ଜାଣିଗଲା ପରେ ମାୟା ଆସିଲା, ତୁମେ ଜାଣିବ ଠାକୁର ଆଣି ଲଗେଇ ଗଲ, ତୁମେ ଲୀଳା କରୁଛ ନା, ଆଚ୍ଛା ମୁଁ ଜାଣିଗଲି ତମେ ମୋତେ ମାୟାରେ ପକାଉଛ, ମୁଁ ପଡ଼ିବାର ନାହିଁ, ମୁଁ ଆପଣଙ୍କ ଚରଣ ତଳେ ପଡ଼ୁଛି। ତାପରେ ସେ ପଳେଇବ, ଯେମିତି ସମୁଦ୍ରର ତରଙ୍ଗ ଆସିଲେ ପଳେଇଯାଏ, ନଈଗଲେ କାମ ଯେତେ ଆସିବ, ହିଂସା ଆସୁଛି, ଈର୍ଷା ଆସୁଛି, ଦେଶ ଆସୁଛି, ମୋତେ ଇଏ କହିଲା ସିଏ କହିଲା, ମୋତେ କେହି କିଛି କହୁନାହାନ୍ତି, ତୁ ହିଁ କହୁଛୁ। କ'ଣ କହିଲେ? ଏଣୁ ୟାଙ୍କୁ ଦିଅ ପାଲଟାଇ ନିତ୍ୟ ଦାସୀ ନିବେ ଦନ ଏହି ଅଭିରାମ ତୋର ନୁହଁ ଅପର ପରାର ପରାଣ ଲୁଚକେଣେ ଶୟନେ ସପନେ ଜାଗରଣେ ତୋତେ ଦେଖୁଥିବି ଚାହୁଁଥିବି। ତୋତେ ଯଦି ଶୟନ ସପନେ ଜାଗରଣ ଦେଖୁଥିବି, ମୋତେ ମାୟା କ'ଣ କରିବ? ମୁଁ ତ ଆପଣଙ୍କ ଅଂଶ ନା, ମୋତେ ତମେ ପକାଇଛ, ତମେ ଉଠେଇବ, ତମେ ଡୁବେଇଛ, ମୋତେ ଉଦ୍ଧାର କରିବ। ଏଇ ଭାବରେ ସଂସାର ଭିତରେ ଚଳିଲେ ଜୀବନ ଆନନ୍ଦମୟ ହେବ। ସତ୍ୟନାରାୟଣ ସ୍ୱାମୀ କି ଜୟ। ଠାକୁରଙ୍କ ସହ ଇଚ୍ଛା ପୂର୍ଣ୍ଣ ଦେବାର ହରିବ। କଥାରୁ କ'ଣ ବୁଝିଲ? କେବଳ ପ୍ରଭୁଙ୍କର ନାମ ଗୁଣ ଗାନ ଯେଉଁଠି ରହ ତାଙ୍କୁ ସ୍ମରଣ କର। ବ୍ୟବସାୟକୁ ଯାଅ, ଚାକିରିକୁ ଯାଅ, ସବୁ ଜାଗାରେ ତୁମେ ଗ୍ରାହକ, ତୁମେ ବ୍ୟବସାୟୀ, ତୁମେ ଶିଷ୍ୟ, ତୁମେ ଗୁରୁ ବି ତୁମେ। ଆନନ୍ଦ କବାର ଆଉ ଜୟ ଗୋବିନ୍ଦ ଗାନ ଆନନ୍ଦ